ଆଜି ଭବାନୀ ତେଜକୁ ସବୁ ସତ କଥା କହିଦେବେ। କହିବେ ତୁ ଗୋଟେ ପାପ ସନ୍ତାନ। ହଁ ଦର୍ଶକ ବନ୍ଧୁ, ଏପଟେ ତେଜ ତାଙ୍କ ମାଙ୍କୁ କହୁଥିବେ କି ମୁଁ ଆଉ ଛୋଟ ପିଲା ହୋଇକି ନାହିଁ, ମୁଁ ମୋ ନିଜ ଡିସିସନ ନିଜେ ନେଇପାରିବି। ତାପରେ ଭବାନୀ କହିବେ ହଁ ତୁ ତୋ ଡିସିସନ ନିଜେ ନେଇପାରିବୁ, ହେଲେ ମୁଁ ତତେ ଛୋଟବେଳୁ ଗୋଟେ ମାର ଭଲ ପାଇବା ଦେଇଛି, ତୋର ସବୁ ଇଚ୍ଛା ମୁଁ ପୂରଣ କରିଛି। ପୁଣି କହିବେ ତୁ ବୋଧେ ଭୁଲି ଯାଇଛୁ ମୁଁ ଆଉ ମୋ ସ୍ୱାମୀ ତତେ ଘରକୁ ଆଣି ତୋ ଉପରେ କେତେ ବଡ ଦୟା କରିଛୁ। ସେଇଠୁ ତେଜ ପୁରା ସକ୍ ହୋଇଯିବ ଆଉ କହିବ ତମେ କଣ କହୁଛ? ଭବାନୀ ପୁଣି କହିବ ସେଦିନ ତୋ ମା କାନ୍ଦି କାନ୍ଦି ମୋ ଘରକୁ ଆସିଥିଲା, ଆଉ ବିଚାରୀ ଦେହ ବହୁତ ଖରାପ ଥିଲା, ବଞ୍ଚିବାର କୌଣସି ଆଶା ହିଁ ନଥିଲା। ସେ କାନ୍ଦିକି ମତେ କହିଥିଲା କି ତତେ କଳେଇ ନେବା ପାଇଁ, କାହିଁକି ନା ତୋ ବାପା ଟିକେ ରଙ୍ଗୀନ ଟାଇପର ଲୋକ, ଆଉ ସେ ଗୋଟେ ଝିଅ ସହିତ ଗୋଟେ ରାତି କାଟିଥିଲା, ଯାହାର ପରିଣାମ ତୁ ଜନ୍ମ ନେଲୁ, ଆଉ ବିଚାରୀ ତୋ ମା ସେଠି ମରିଗଲା। ତାପରେ ମୁଁ ତତେ କଳେଇ ନେଇଥିଲି, ଆଉ ମୋର ସେତିକି ବେଳେ ବି ପିଲାପିଲି ହଉନଥିଲା। ଭାବିଲି ଭଗବାନ ବୋଧେ ତତେ ମୋ ପାଖକୁ ପଠେଇଛନ୍ତି। ଆଉ ଶୁଣ, ତତେ ମୁଁ କେବେ ବି ପାପର ସନ୍ତାନ ବୋଲି ଭାବିନି, କେବେ ବି ନୁହେଁ। ଦର୍ଶକ ବନ୍ଧୁ, ନିଜ ମାଙ୍କଠୁ ଏତେ କଥା ଶୁଣି ସାରିଲା ପରେ ତେଜ ପୁରାପୁରି ଇମୋସନାଲ ହୋଇଯାଆନ୍ତି। ତ ଆପଣଙ୍କୁ କଣ ଲାଗୁଛି ତେଜଙ୍କ ମନ ତାଙ୍କ ମା ପାଇଁ ଟିକେ ତରଳିବ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ କହନ୍ତୁ।